ପିଲାମାନେ ମୁଁ ମୋର ଏଇ ଓଡ଼ିଆ ମିଡ଼ିୟମ୍ କ୍ଲାसेସ୍ ଚ୍ୟାନେଲକୁ ୱେଲକମ୍ ଜଣାଉଛି। ପିଲାମାନେ ଆଜିର ବିଷୟ ହେଉଛି ଷଷ୍ଠ ଶ୍ରେଣୀର ବିଜ୍ଞାନ, ଯେଉଁଟାକି ପ୍ରଥମ ପାଠ ଖାଦ୍ୟର ଉତ୍ସ ବିଷୟରେ ପଢ଼ିବା। ପିଲାମାନେ ତା ପୂର୍ବରୁ ସମସ୍ତେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜିର ବିଷୟଟି ବହୁତ ହେଲ୍ପଫୁଲ୍ ହେବ ପିଲାମାନେ ଆପଣଙ୍କ ପାଇଁ। ପ୍ରଥମ ଅଧ୍ୟାୟ ପଢ଼ିବା। ତ ଖାଦ୍ୟ ଉତ୍ସ ବିଷୟରେ ପଢ଼ିବା ଏବଂ ଖାଦ୍ୟର ପ୍ରକାରଭେଦ ବିଷୟରେ ମଧ୍ୟ ଗୋଟେ ଗୋଟେ କରି ପଢ଼ି ଯିବା। ଓକେ, ତା ପୂର୍ବରୁ ସମସ୍ତେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ତ ଚାଲନ୍ତୁ ପିଲାମାନେ ଲେଟ୍ କରିବାନି। ଖାଦ୍ୟର ଉତ୍ସ ତ ଦେଖିବା। ଖାଦ୍ୟର ଉତ୍ସ ପ୍ରତ୍ୟେକ ଜୀବର ବୈଶିଷ୍ଟ୍ୟ ହେଉଛି ଜନ୍ମ, ବୃଦ୍ଧି ଓ ବିକାଶ, ପ୍ରଜନନ ଓ ମୃତ୍ୟୁ। ଆମେ ଜାଣିଛେ ବୋଲେ ପ୍ରତ୍ୟେକ ଜୀବ କାହାକୁ କହିବା ନା, ଯାହାର ବି ଜୀବନ ରହିଛି, ଯାହାର ବି ଜୀବନ ରହିଥାଏ ତାକୁ ହିଁ ଜୀବ ବୋଲି କହିଥାଉ। ତ ପ୍ରତ୍ୟେକ ଜୀବର ବୈଶିଷ୍ଟ୍ୟ କ'ଣ ରହିଛି ବୋଲେ ନା, ଜନ୍ମ ହେବ, ତାପରେ ସେ ବଢ଼ିବ, ବୃଦ୍ଧି ହେବ, ବିକାଶ ହେବ, ସେ ବିଭିନ୍ନ କାର୍ଯ୍ୟରେ ସେ ବିକାଶ ହୋଇଥାଏ ଏବଂ ସେ ପ୍ରଜନନ ମାନେ ପ୍ରଜନନ ମାନେ ଜନ୍ମ କରିବା ପିଲେ, ପ୍ରଜନନ ମାନେ ଜନ୍ମ କରିବା ଏବଂ ଶେଷରେ ମୃତ୍ୟୁ ମଧ୍ୟ ହୋଇଥାଏ। ତ ଆମେ ଜାଣିଲେ ନା, ଜନ୍ମ, ବୃଦ୍ଧି, ବିକାଶ, ପ୍ରଜନନ ଓ ମୃତ୍ୟୁ ବିଷୟରେ ଦେଖିଲେ। ଦେଖନ୍ତୁ, ଏଇ କାର୍ଯ୍ୟ ପାଇଁ ତାହାର ଖାଦ୍ୟ ଆବଶ୍ୟକ ପିଲେ, କାରଣ ସେ ଖାଦ୍ୟରୁ ଶକ୍ତି ପାଇଥାଏ। ତ ଆମେ ଜାଣିଲେ ଯେ ଜନ୍ମ ପାଇଁ ମାନେ ଜନ୍ମ, ବୃଦ୍ଧି, ବିକାଶ, ପ୍ରଜନନ ଓ ମୃତ୍ୟୁ ଏଇସବୁ କାର୍ଯ୍ୟ ପାଇଁ କ'ଣ ନା, ଆମକୁ ଖାଦ୍ୟ ଦରକାର ପିଲେ। ତ ଖାଦ୍ୟ ଆମକୁ ଦରକାର ନା, କାରଣ ସେ ଖାଦ୍ୟରୁ ଆମେ ଶକ୍ତି ପାଉଛେ। ତ ସେଥିପାଇଁ ଆମେ ଖାଦ୍ୟ ଖାଇବା ନିହାତି ଜରୁରୀ, କାରଣ ସେଇ ଖାଦ୍ୟରୁ ହିଁ ଶକ୍ତି ପାଉଛେ। ଓକେ, ନେକ୍ସଟ କ'ଣ ଅଛି ଦେଖନ୍ତୁ। ସେହି ଶକ୍ତି ଦ୍ୱାରା ସମସ୍ତେ କାର୍ଯ୍ୟ କରିଥାଏ। ମାନେ ଯେଉଁ ଖାଦ୍ୟ ପାଉଛେ ସେଠାରୁ ଆମେ କ'ଣ ପାଉଛେ ନା, ଶକ୍ତି ପାଉଛେ। ତ ସେଠାରୁ ଆମେ କ'ଣ ପାଉଛେ ନା, ସେଇ ଶକ୍ତିରୁ ଆମେ ଯେକୌଣସି କାର୍ଯ୍ୟ ମଧ୍ୟ କରୁଛେ। ଓକେ, ତେଣୁ ଖାଦ୍ୟକୁ ଜୀବନ ଧାରଣର ଉତ୍ସ ବୋଲି ଧରାଯାଇଥାଏ। ଏହା ଦ୍ୱାରା ଜୀବନର ସମସ୍ତ ମୌଳିକର ଆବଶ୍ୟକତା ପୂରଣ ହୋଇଥାଏ। ସେଥିପାଇଁ ଆମେ ଖାଦ୍ୟକୁ କ'ଣ କହୁଛେ ନା, ଜୀବନ ଧାରଣର ଉତ୍ସ ବୋଲି କହିଥାଉ। କାହିଁକିନା ସେଇ ଖାଦ୍ୟ ଖାଇବା ଦ୍ୱାରା ସେଇ ଖାଦ୍ୟ ଆମକୁ କ'ଣ ନା, ଶରୀରକୁ ଶକ୍ତି ଯୋଗାଇଥାଏ, ଯାହାଫଳରେ ତାକୁ କ'ଣ ନୁହଁ ନା, ଜୀବନ ଧାରଣର ଉତ୍ସ ବୋଲି କହିଥାଉ। କାହାକୁ ନା, ଖାଦ୍ୟକୁ। ଏହା ଦ୍ୱାରା କ'ଣ ହେଉଛି ନା, ଜୀବନର ସମସ୍ତ ମୌଳିକ ଆବଶ୍ୟକତା ପୂରଣ ହେଉଛି ସେଇ ଶକ୍ତି ଦ୍ୱାରା। ଓକେ, ଏବେ ଦେଖିବା ପିଲେ ଖାଦ୍ୟର ପ୍ରକାରଭେଦ। ଓକେ, ଦେଖନ୍ତୁ ଖାଦ୍ୟର ପ୍ରକାର ମାନେ ଖାଦ୍ୟ କେତେ ପ୍ରକାର ଅଛି, କ'ଣ ଦେଖିବା। ତ ଦେଖନ୍ତୁ, ତୁମେ ଗତ 2 ଦିନରେ ଘରେ ଯାହା ଖାଇଛ ତାହା ତୁମ ଖାତାରେ ଲେଖନ୍ତୁ। ଦେଖନ୍ତୁ କ'ଣ ଦେଇଛି ଏଠି, ଦିବସ ମାନେ ପ୍ରଥମ ଦିନ କ'ଣ କହିଲ, ଦ୍ୱିତୀୟ ଦିନ ସେଇଟା ଆପଣ ଲେଖିବେ। ଓକେ, ଏବେ ଖାଇଥିବାର ଖାଦ୍ୟର ନାମ, ପ୍ରଥମ ଦିନ କେଉଁ ଖାଦ୍ୟ ଖାଇଥିଲେ, ଦ୍ୱିତୀୟ ଦିନ କେଉଁ ଖାଦ୍ୟ ଖାଇଥିଲେ ସେଇଟା ଲେଖିବେ। ଓକେ, ଦେଖନ୍ତୁ ଆଉ କ'ଣ ଦେଇଛି, କ'ଣ ଦେଖିଛି ଅଛି ଦେଖନ୍ତୁ। ତ ସେଇ ସାରଣ ଦେଖିକି ଆଲୋଚନା କର। ତୁମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉଛ କି? ତୁମ ଶ୍ରେଣୀର ସମସ୍ତ ପିଲା ଏକା ପ୍ରକାର ଖାଦ୍ୟ ଖାଉଛନ୍ତି କି? ଏବେ ଦେଖନ୍ତୁ ସେଇ ଅଛି ଏଇଟା ମାନେ ଏଇ ଟେବୁଲଟା ଅଛି, ଏଇ ଟେବୁଲଟାକୁ ପୂରଣ କରିବେ। ମାନେ ପ୍ରଥମ ଦିନରେ ଆପଣ କ'ଣ ଖାଇଲେ ଏବଂ ଆପଣଙ୍କ ସାଙ୍ଗ କ'ଣ ଖାଇଲା, ସେଇଟା ଗୋଟେ ଟେବୁଲରେ ଆପଣ ଲେଖିବେ। ଓକେ, ମାନେ ତୁମ ସାଙ୍ଗ ସବୁଦିନ ଏବଂ ଆପଣ ସମାନ ପ୍ରକାର ଖାଦ୍ୟ ଖାଉଛନ୍ତି ନା ଅଲଗା ଅଲଗା ଖାଉଛନ୍ତି, ଆପଣ ଲେଖିବେ। ଓକେ, ତୁମ ଶ୍ରେଣୀର ସମସ୍ତ ପିଲା ଏକା ପ୍ରକାର ଖାଦ୍ୟ ଖାଉଛନ୍ତି କି? ମାନେ ଗୋଟେ ଦିନରେ ଆପଣ ସମସ୍ତେ, ଆପଣଙ୍କ ସାଙ୍ଗ ଏବଂ ଆପଣ ମଧ୍ୟ ନା ଗୋଟେ ପ୍ରକାର ଶାଗ କିମ୍ବା କୌଣସି ତରକାରୀ, ସେସବୁ ଏକା ପ୍ରକାର ଖାଦ୍ୟ ଖାଉଛନ୍ତି କି ଆପଣ? ନାଇଁ, ଖାଉନାହାନ୍ତି। ଓକେ, ଅଲଗା ଅଲଗା ଖାଉଥିବେ, ତ ତାକୁ ଆମେ ଗୋଟେ ଟେବୁଲରେ ଲେଖିବା। ଓକେ, ସେମିତି ଲେଖିବେ ପିଲେ।
ଦେଖନ୍ତୁ କ'ଣ ଦେଇଛି ଆଉ। ତୁମ ଶ୍ରେଣୀର ସମସ୍ତଙ୍କର ଖାଦ୍ୟ ତାଲିକାକୁ ଅନୁଧ୍ୟାନ କଲେ ଆମେ ଦେଖିପାରିବା ଯେ ସମସ୍ତେ ପ୍ରାୟ ଭାତ ଖାଆନ୍ତି। ଓକେ, କ'ଣ ବୁଝୁଛନ୍ତି ଏଠି ନା? ଆମେ ଏବେ ଯେଉଁ କହିଲି ଯେଉଁ ଖାଦ୍ୟ ତାଲିକା କରିବା ପାଇଁ କହିଛି, ଗୋଟେ ଟେବୁଲ୍ ଦେଇଛି, ତାକୁ ମାନେ ଲେଖିବା, ମାନେ ଦେଖିବା ଯେ ଆମେ ଅନୁଧ୍ୟାନ କଲେ କ'ଣ ଜାଣିପାରିବା ନା, ମାନେ ଅଧିକାଂଶ ପ୍ରାୟ ନା ଲୋକ କ'ଣ ଭାତ ଖାଇଥାନ୍ତି। ଓକେ, ତୁମେ ଘରେ ଭାତ କିପରି ରନ୍ଧାଯାଏ ତୁମ ଲକ୍ଷ୍ୟ କରୁଛ କି? ଭାତ କିପରି ରନ୍ଧାଯାଏ ଏଇଟା ତ ସମସ୍ତେ ଜାଣିଛନ୍ତି ବୋଲି। ହଁ, ପାଣି ବଠାଯାଏ, ସେଠି ଚାଉଳ ପକାଇକି ରନ୍ଧାଯାଏ, ଏଇଟା ଜାଣିଛନ୍ତି ସମସ୍ତେ। ତ ଭାତ ତିଆରି କରିବା ପାଇଁ କ'ଣ ଆବଶ୍ୟକ? ଆପଣ ତ ରୋଷେଇ କରିବା ଜାଣିଛନ୍ତି ସମସ୍ତେ। ତ ଆମେ କ'ଣ ନା ଭାତ ତିଆରି କରିବା ପାଇଁ ତାର ଆବଶ୍ୟକ କ'ଣ କ'ଣ, ଯେମିତିକି ପାଣି, ତାପରେ ରୋଷେଇ କରିବା ପାଇଁ ଗୋଟେ ଡେକ୍ଚି ଦରକାର, ସେମିତି କିଛି ଚଟୁ କ'ଣ, ଏସବୁ ମାନେ କ'ଣ କ'ଣ ଦରକାର ଭାତ ତିଆରି କରିବା ପାଇଁ, ଚାଉଳ ଦରକାର, ଏମିତି। ଓକେ, ଦେଖିବା ଗୋଟେ ଗୋଟେ। ଦେଖନ୍ତୁ ଗୋଟେ ଗୋଟେ ଦେଖି ଦେଖିକି ଯିବା। ଦେଖ ଦିଆହେଇଛି ନା ଖାଦ୍ୟର ଉପାଦାନ ଉତ୍ସ, ତାର ଉତ୍ସ ଗୁଡ଼ିକ ଦେଖିବା, ମାନେ କ'ଣ କ'ଣ ଆବଶ୍ୟକ। ଓକେ, ଦେଖନ୍ତୁ ସରି ପିଲାମାନେ, ଦେଖନ୍ତୁ ନା ତୁମେ ଦେଖିଥିବ ଭାତ ପାଇଁ ଚାଉଳ ଆଉ ପାଣି ଆବଶ୍ୟକ ହୋଇଥାଏ। ଆପଣ ଯଦି ଭାତ ରୋଷେଇ କରିବେ, ଓକେ, ଆପଣଙ୍କୁ କ'ଣ ଦରକାର? ଚାଉଳ ଆହୁରି ପାଣି ମଧ୍ୟ ଦରକାର। ଓକେ, ପାଣିରେ ଚାଉଳ ପକାଇ ରାନ୍ଧିଲେ ଭାତ ହୁଏ। ଆପଣ ଯଦି ପାଣି ଫୁଟିଲେ ସେଠି ଚାଉଳ ପକାନ୍ତି, ତାପରେ କ'ଣ ହୁଏ ନା ଭାତ ହୋଇଥାଏ। ତ ଭାତ ରାନ୍ଧିବା ପାଇଁ ଚାଉଳ, ପାଣି ଓ ତାପ ମଧ୍ୟ ଆବଶ୍ୟକ ହୋଇଥାଏ। ନା ଆମକୁ କ'ଣ ଆବଶ୍ୟକ ଥିଲା ପୂର୍ବରୁ? କ'ଣ ନା ଚାଉଳ ପାଣି ଆବଶ୍ୟକ ଥିଲା, ତାପରେ କ'ଣ ତାପ ମଧ୍ୟ ଦରକାର, ଯାହାଫଳରେ କ'ଣ ନା ଭାତ ଫୁଟିବାର ଅଛି, ଯାହା ତାପରେ ତ ହୋଇଥାଏ ନା ଭାତ। ଓକେ, ତୁମେ ଓ ତୁମ ସାଙ୍ଗମାନେ ତିଆରି କରୁଥିବା ଖାଦ୍ୟ ତାଲିକାକୁ ଦେଖ। ଆପଣ ଯେଉଁ ତିଆରି କଲେ, ଯେଉଁ ଖାଦ୍ୟର ପ୍ରକାର ଭେଦ ଯେଉଁ ପଢ଼ିଲା ସମୟରେ ଗୋଟେ, ସେଇଟା ଆପଣମାନଙ୍କୁ କୁହାଯାଇଛି ଏଇଟା ତିଆରି କରିବେ। ଦେଖନ୍ତୁ ସେଥିରେ ଥିବା ପ୍ରତ୍ୟେକ ଖାଦ୍ୟ ପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ ହେଲା, ତ ଦିଆଯାଇଥିବା ଉଦାହରଣକୁ ଦେଖି ଲେଖ। ଦେଖନ୍ତୁ ଏହାକୁ ଦେଖିବା ଏବଂ ରୁଟି, ଖାଦ୍ୟର ନାମ କ'ଣ ଦେଇଛି ନା ରୁଟି। ତ ରୁଟି ତିଆରି କରିବା ପାଇଁ ଆମକୁ କ'ଣ କ'ଣ ଦରକାର? ଅଟା ଦରକାର ପିଲେ, ସେଠି ପାଣି ଟିକେ ମିଶାଯାଏ, ଲୁଣ ମିଶାଯାଏ, ହଁ କି? ଏସବୁ ଦରକାର ଆମକୁ ରୁଟି ଯଦି ତିଆରି କରିବାର ଅଛି ବୋଲେ। ଆଉ କ'ଣ ଅଛି ବୋଲେ ଦେଖନ୍ତୁ ଡାଲମା। ଆପଣ ଯଦି ଡାଲମା ତିଆରି କରିବେ, କ'ଣ କ'ଣ ଦରକାର? ଡାଲି ତ ଦରକାର, ବେଷ୍ଟ, ତେଲ ବି ଦରକାର, ଫୁଟଣ କରିବେ, ହଳଦୀ ଦରକାର, ଲଙ୍କା ଦରକାର, ପିଆଜ ଦରକାର, ପାଣି ମଧ୍ୟ ଦରକାର, ଲୁଣ ଦରକାର। ଆପଣ ଚାହିଁଲେ କ'ଣ ନଡ଼ିଆ, ପନିପରିବା ଲଗାଇ ପାରନ୍ତି ଏଠାରେ। ସେମିତି ଆପଣ ଏଇ ସାରଣୀ ଗୁଡ଼ିକୁ ଆପଣ ଖାତାରେ ପୂରଣ କରିବେ। ସେମିତି ନେବାରୁ କ'ଣ କିଟା ତିଆରି ହେଉଛି, କ'ଣ ତାର ଉପାଦାନ ଆବଶ୍ୟକ, ତାହା ସବୁ ଏଠି ପୂରଣ କରି ଲେଖିବେ ଆପଣ। ଓକେ, ଦେଖନ୍ତୁ ଆଉ କ'ଣ ଦେଇଛି ଏଠି। ଏବେ ଦେଖିବା ପ୍ରାଣୀ ଓ ଉଦ୍ଭିଦ ଠାରୁ ମିଳୁଥିବା ଖାଦ୍ୟ, ମାନେ ପ୍ରାଣୀ ଠାରୁ ମଧ୍ୟ ଆମକୁ ମିଳୁଛି ଖାଦ୍ୟ, ତାପରେ ଉଦ୍ଭିଦ ଠାରୁ ମଧ୍ୟ ମିଳିଥାଏ ଆମକୁ ଖାଦ୍ୟ। ସେ ବିଷୟରେ ଦେଖିବା ଗୋଟେ ଗୋଟେ। କ'ଣ ଦେଖନ୍ତୁ, ତୁମେ ସାରଣୀଟି ପୂରଣ କରିସାରିବା ପରେ ଦେଖିବ ଯେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଉପାଦାନର ପାର୍ଥକ୍ୟ ଦେଖାଯାଏ। ଆପଣ ଯେଉଁ ସାରଣୀ ପୂରଣ କରିସାରିବା ପରେ ଦେଖିବେ ନା ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଯେଉଁ ଉପାଦାନ ଦରକାର ହୋଇଥିଲା, ସେଇଟା ପାର୍ଥକ୍ୟ ଦେଖାଯାଏ, ମାନେ ଅଲଗା ଅଲଗା ଜିନିଷ ଆବଶ୍ୟକ ହୋଇଥାଏ ବୋଲି। ସେମିତି ବର୍ତ୍ତମାନ ଦେଖିବା ତୁମେ ଲେଖିଥିବା ଉପାଦାନ ଗୁଡ଼ିକୁ କେଉଁଠୁ ମିଳେ। ଏଗୁଡ଼ିକ ମଧ୍ୟରୁ କେତେକ ଉଦ୍ଭିଦ ଠାରୁ ମିଳିଥାଏ, ତ ଆଉ କେତେକ ପ୍ରାଣୀଙ୍କର। ଆପଣ ଯେଉଁ ଉପାଦାନ ଯେଉଁ ପାଇଲେ ଟେବୁଲରେ, ଯେଉଁଟା ଲେଖିଲେ, ଆପଣ ଏଇ ଯେଉଁ ଟେବୁଲରେ ଲେଖିଲେ, ସେଥିରୁ ଯେଉଁ ଉପାଦାନ ଗୁଡ଼ିକ ମିଳୁଛି, ସେଗୁଡ଼ିକ ଭିତରୁ କେତେ ଗୁଡ଼ିଏ ତ ଉଦ୍ଭିଦ ଠାରୁ ମିଳିଥାଏ,
ଆଉ ଗୋଟିଏ କେତେକ ପ୍ରାଣୀଙ୍କ ଠାରୁ ମିଳିଥାଏ। ଆଉ କେତେକ ଉପାଦାନ କିନ୍ତୁ ପ୍ରାଣୀ ଓ ଉଦ୍ଭିଦ ଠାରୁ ମିଳିନଥାଏ। ଆଉ କେତେକ ଉପାଦାନ ଅଛି ବୋଲେ ଯେଉଁଟାକି ପ୍ରାଣୀ ଠାରୁ ମିଳିନଥାଏ କିମ୍ବା ଉଦ୍ଭିଦ ଠାରୁ ମଧ୍ୟ ମିଳିନଥାଏ। ଓକେ, ଦେଖନ୍ତୁ ତୁମ ସାରଣୀରେ ଡାଲମାର ଉପାଦାନ ଗୁଡ଼ିକ ହେଲା ବିଭିନ୍ନ ପନିପରିବା ହଉ, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା, ହଳଦୀ। ଏଇ ଯେଉଁ ଯେତେ କହିଲି ମୁଁ ନଡ଼ିଆ ବା ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା, ହଳଦୀ ଏସବୁ, ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ଏ ଦୁଇଟା ଉଦ୍ଭିଦ ଠାରୁ ମିଳିଥାଏ। କ'ଣ କ'ଣ କହିଲି ବୋଲେ ସମସ୍ତ ଉପାଦାନ ଉଦ୍ଭିଦରୁ ମିଳିଥାଏ। ଏହା ବ୍ୟତୀତ ପାଣି ଆଉ ଲୁଣ ବ୍ୟତୀତ କ'ଣ ନା ସବୁ ପାଣି ଆଉ ଲୁଣକୁ ଛାଡ଼ିକି ସବୁ ଯେତେ କହିଲି ପିଆଜ ହଉ, ଲଙ୍କା ହଉ, ହଳଦୀ, ଓକେ, ତାପରେ କ'ଣ ମସଲା ଏସବୁକୁ ଛାଡ଼ିକି ଲୁଣ ସରି ଏସବୁ ନାଇଁକି ଆମର କୋଉଠୁ ଉଦ୍ଭିଦଠାରୁ ମିଳିଥିଲା। କିନ୍ତୁ ପାଣି ଆଉ ଲୁଣ କ'ଣ ଉଦ୍ଭିଦରୁ ମିଳିଥାଏ କି? ନାହିଁ। କିନ୍ତୁ ପାଣି ଓ ଲୁଣ ଆମେ ଆମର ଆବଶ୍ୟକତା ଅନୁସାରେ ଉଦ୍ଭିଦରୁ ପାଇନଥାଉ। ଆମେ କୋଉଠୁ ପାଇନଥାଉ ନା ଉଦ୍ଭିଦରୁ ପାଇନଥାଉ ପାଣି ଓ ଲୁଣ। ସେହିପରି କ'ଣ ଦେଇଛି ଦେଖନ୍ତୁ, ଅଣ୍ଡା ତରକାରୀରେ ବ୍ୟବହୃତ ଅଣ୍ଡା ପ୍ରାଣୀ ଠାରୁ ମିଳୁଥିବା ବେଳେ ତେଲ, ମସଲା ଇତ୍ୟାଦି ଉଦ୍ଭିଦ ଠାରୁ ମିଳେ। ଦେଖନ୍ତୁ ଏଠି ଆମେ ଯେଉଁ ଅଣ୍ଡା ଖାଉଛେ, ଅଣ୍ଡା ଆମର କୋଉଠୁ ମିଳୁଛି ନା ପ୍ରାଣୀଙ୍କ ଠାରୁ। କିନ୍ତୁ ତେଲ ଆଉ ମସଲା କୋଉଠୁ ପାଉଛେ? ଉଦ୍ଭିଦ ଠାରୁ ମିଳୁଛି। କିନ୍ତୁ ପ୍ରାଣୀ ଓ ଉଦ୍ଭିଦ ଠାରୁ ଲୁଣ କିମ୍ବା କ'ଣ ପାଣି ମିଳି ନଥାଏ। ଏଇଟା ବୁଝିପାରିଲେ ଏତିକି? ଦେଖନ୍ତୁ ପିଲେ, ତୁମେ ଲେଖିଥିବା ଖାଦ୍ୟ ତାଲିକାକୁ ଦେଖ। ସେହି ଖାଦ୍ୟ ଗୁଡ଼ିକର ଉପାଦାନ ଗୁଡ଼ିକ କେଉଁଠାରୁ ମିଳେ ସାରଣୀରେ ଲେଖନ୍ତୁ। ଦେଖ ଏଠି ଗୋଟେ ସାରଣୀ ଲେଖା ହେଇଛି ବୋଲେ ଏଠି ଆପଣ କ'ଣ ଲେଖିବେ? ଏଠି ଲେଖିବେ ଆପଣ। ଓକେ, ଦେଖନ୍ତୁ ଖାଦ୍ୟ ଦେଇଛି, ଖାଦ୍ୟର ଉପାଦାନ ଦେଇଛି, ଏଇଟା କୋଉଠୁ ମିଳେ? ପ୍ରାଣୀଠାରୁ, କୋଉଟା ଉଦ୍ଭିଦଠାରୁ। କ'ଣ ପ୍ରାଣୀ ଓ ଉଦ୍ଭିଦ ଠାରୁ ଉଭୟ ମିଳୁଥିବା ମାନେ ମିଳୁନଥିବା, ପ୍ରାଣୀ ଉଦ୍ଭିଦ ଠାରୁ ମିଳୁନଥିବାଟା ଏଠି ଲେଖିବେ। ଦେଖନ୍ତୁ ଗୋଟେ ଉଦାହରଣ ଭାବରେ ଗୋଟେ ଦିଆଯାଇଛି ଖେଚଡ଼ି। ଆପଣ ଯଦି ଗୋଟେ ଖେଚଡ଼ି ତିଆରି କରିବେ ଆପଣଙ୍କୁ କ'ଣ ଦରକାର? ଚାଉଳ ଦରକାର, ଡାଲି ଦରକାର, ଗୁଆ ଘିଅ ଦରକାର, ନଡ଼ିଆ ଦରକାର, ପରିବା ଦରକାର, ମସଲା ଦରକାର, ଲୁଣ, ପାଣି, ହଳଦୀ। ଆପଣ ଖେଚଡ଼ି ତିଆରି କରିବା ପାଇଁ ଏସବୁ ଦରକାର ହୋଇଥାଏ। କିନ୍ତୁ ଏଇ ଭିତରୁ ଏଇ ଆବଶ୍ୟକ ଉପାଦାନ ଭିତରୁ କେତେଟା ପ୍ରାଣୀ ଠାରୁ ମିଳିଥାଏ ଆଉ କେତେକ ଉଦ୍ଭିଦ ଠାରୁ ମିଳିଥାଏ। ଦେଖନ୍ତୁ ଏଇ ଯେଉଁ ଗୁଆ ଘିଅ ଏଇଟା କୋଉଠୁ ମିଳିଥାଏ? ପ୍ରାଣୀ ଠାରୁ। ଆଉ ବାକି ସବୁ ଯାହା ଚାଉଳ, ଡାଲି, ନଡ଼ିଆ, ପରିବା, ମସଲା, ହଁ ଲୁଣ, ପାଣି ଏସବୁ ବୁଝୁଛନ୍ତି। ଏସବୁଙ୍କ ଭିତରେ ଦେଖିବା ଆହୁରି କ'ଣ ମିଳୁଛି? ଉଦ୍ଭିଦ କୋଉଠୁ ମିଳୁଛି? ଉଦ୍ଭିଦରେ ଚାଉଳ ମିଳୁଛି, ଡାଲି, ଲୁଣିଆ, ପରିବା, ମସଲା, ହଳଦୀ ଗୁଣ୍ଡ। ଆଉ ଲୁଣ ଓ ପାଣି, ଲୁଣ ଓ ପାଣି କୋଉଠୁ ନା ମାନେ ପ୍ରାଣୀ ଓ ଉଦ୍ଭିଦ ଠାରୁ ମିଳୁନାହିଁ ଏଇଟା। ଓକେ, ଉଦ୍ଭିଦ ଠାରୁ ଏତିକି ମିଳିଲା। ମାନେ କ'ଣ କ'ଣ ମିଳିଲା ଦେଖିବା। ଆଉ ଗୋଟେ ଗୁଆ ଘିଅ ମିଳିଲା ଆମର କ'ଣ ପ୍ରାଣୀ ଠାରୁ ମିଳୁଛି। ତାପରେ ଉଦ୍ଭିଦ ଠାରୁ ମିଳିଲା କ'ଣ ନା ଚାଉଳ, ଡାଲି, ତାପରେ ନଡ଼ିଆ, ପରିବା, ମସଲା, ହଳଦୀ ଗୁଣ୍ଡ। ତାପରେ ଆମେ ପ୍ରାଣୀ ଠାରୁ ବା ଉଦ୍ଭିଦ ଠାରୁ ମିଳୁନାହିଁ କୋଉଟା ନା ଲୁଣ ଆଉ ପାଣି। ଓକେ, ଦେଖନ୍ତୁ ଏଠି ଦେଇଛି ଆହୁରି କ'ଣ ଦେଇଛି ଦେଖିବା। ତ ଆମେ ଜାଣିଲେ କ'ଣ? ଆମେ ଜାଣିଲେ ଯେ ଆମେ ଖାଉଥିବା ଖାଦ୍ୟ ଅଧିକାଂଶ ଉପାଦାନ କୋଉଠୁ ମିଳୁଛି? ଉଦ୍ଭିଦରୁ ମିଳୁଛି। କେତେକ ଖାଦ୍ୟରେ ଉଦ୍ଭିଦର ମୂଳ ବ୍ୟବହାର ହୋଇଥାଏ। ଦେଖନ୍ତୁ ଆଉ କେତେକ ଖାଦ୍ୟରେ ନାଇଁକି ଉଦ୍ଭିଦର ମୂଳ ମଧ୍ୟ ବ୍ୟବହାର ହେଉଛି। ଦେଖନ୍ତୁ ଅନେକ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର, କାଣ୍ଡ ଏସବୁ ବ୍ୟବହୃତ ହୋଇଥାଏ। ଦେଖିବା ଏହିପରି ଉଦ୍ଭିଦର ବିଭିନ୍ନ ଅଂଶର ବ୍ୟବହାର କରି ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ। ଦେଖନ୍ତୁ ଆଉ କେତେ ଅଛି, ତାର ଫୁଲ ଖାଇଥାଉ, ଫଳ ଖାଇଥାଉ, ମଞ୍ଜି ମଧ୍ୟ ଖାଉଛେ, ପତ୍ର ମିଶା ଖାଇଥାଉ, କାଣ୍ଡ ମଧ୍ୟ ଖାଇଥାଉ। ଦେଖନ୍ତୁ ଗୋଟିଏ ଗଛର ବିଭିନ୍ନ ଅଂଶ ଏକ ପ୍ରକାର ଖାଦ୍ୟରେ ପ୍ରାୟ ବ୍ୟବହୃତ ହୁଏ ନାହିଁ। କ'ଣ କହିଲେ ନା ଗୋଟିଏ ଗଛର ବିଭିନ୍ନ ଅଂଶ ଏକ ପ୍ରକାର ଖାଦ୍ୟରେ ବ୍ୟବହୃତ ହୋଇନଥାଏ। ତୁମେ ଯେପରି କୌଣସି ଗଛ ଜାଣିଛ ଯାହାର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟରେ ବ୍ୟବହାର
କୁହନ୍ତୁ ପିଲେ ଏମିତି ଗୋଟେ ଗଛ ନାକୁ ଯେଉଁଠିକି ପତ୍ର ବି ଖାଉଛି ସେଇ ଗଛର ଫୁଲ ବି ଫଳ ବି ଓ କାଣ୍ଡକୁ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରୁଛି। କେଉଁଟା ପିଲେ କୁହନ୍ତୁ? ଦେଖନ୍ତୁ ଏଠି ଗୋଟେ ଲତା ଜାତୀୟ ଗଛ ଦେଖନ୍ତୁ, ବୋଇତାଳୁର ମିଶା ଖାଉଛି ଦେଖନ୍ତୁ, ପତ୍ର ଫୁଲ ଫଳ ତାପରେ ଏସବୁ ଆମେ ଖାଉଛେ। ଓକେ, ନେକ୍ସଟ ଯିବା ପିଲେ କ'ଣ ଅଛି ତ ଦେଖିବା। ଦେଖନ୍ତୁ ଏଇ ଚିତ୍ରଟିକୁ ଦେଖିଲେ ତ କେଉଁ ଗଛ ଚିହ୍ନିବାକୁ ଚେଷ୍ଟା କରନ୍ତୁ। ଆପଣ ଗଛଟିକୁ ଚିହ୍ନି ଏହାର କେଉଁ ଅଂଶକୁ ଖାଦ୍ୟର ବ୍ୟବହାର କରୁଛ ଆପଣ କହିବେ। ଓକେ, ଏଇଟା କମେଣ୍ଟରେ ଆପଣ ଲେଖିକି ଜଣାଇବେ। ଓକେ, ଦେଖନ୍ତୁ ଆଉ କ'ଣ ଅଛି ଏଠି ଏବେ ଦେଖିବା। ଏଠି ଦେଖନ୍ତୁ ନା ତୁମ ଅଞ୍ଚଳରେ ବିଭିନ୍ନ ଉଦ୍ଭିଦର ଅଂଶ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ। ତ ଆପଣଙ୍କ ଏରିଆରେ କ'ଣ କ'ଣ ନା ଉଦ୍ଭିଦର ଅଂଶ ଗୁଡ଼ିକ ମାନେ ଖାଦ୍ୟ ରୂପେ ବ୍ୟବହାର କରୁଛ। ଓକେ, ତାହା ଲେଖିବେ ଆପଣ। ବୁଝିପାରିଲେ? ଦେଖନ୍ତୁ ଉଦ୍ଭିଦ ତାର ଅଂଶ ଦେଖନ୍ତୁ, ସଜନା ଗଛ ଆପଣ ଖାଇଥିବେ ମଧ୍ୟ ଥିବେ। ଆଉ ପତ୍ର ଫୁଲ ଫଳ ଏସବୁ ଖାଇବେ। ପତ୍ର ମଧ୍ୟ ଖାଉଛେ ସଜନା ଗଛରୁ, ଫୁଲ ମଧ୍ୟ ଖାଉଛେ, ଫଳ ମଧ୍ୟ ଖାଉଛେ। ସେମିତି ମୂଳାରୁ କ'ଣ କ'ଣ ଖାଉଛେ? ପତ୍ର ଖାଉଛେ, କନ୍ଦା ଖାଉଛେ। ସେମିତି ପିଆଜରୁ କ'ଣ କ'ଣ ଲେଖିବେ ଏଠି, କାକୁଡ଼ିରୁ ମଧ୍ୟ ଲେଖିବେ। ଓକେ, ଏମିତି ଲେଖିକି ଆପଣ ଏତେ ସବୁ ଫିଲ୍ଅପ୍ କରିଦେବେ। ଓକେ, ଦେଖିବା ଏବେ ଆଉ କ'ଣ ଅଛି। ଅନ୍ୟ ଜୀବ କ'ଣ ଖାଇଥାନ୍ତି? ତ ଆମେ ସିନା ଏସବୁ ଖାଇଲେ, ତ ଅନ୍ୟ ଜୀବ କ'ଣ ଖାଇଥାନ୍ତି ଦେଖିବା। ଓକେ, ତ ଆମ ପରି ଅନ୍ୟ ଜୀବମାନେ ମଧ୍ୟ ଖାଇଥାନ୍ତି। ଆମକୁ ଯେଉଁ ଖାଦ୍ୟ ଖାଇଲେ ଶକ୍ତି ପାଉଛେ, ସେମିତି ଅନ୍ୟ ଜୀବମାନେ ମଧ୍ୟ କ'ଣ କିଛି ଖାଉଥାନ୍ତି, ଯାହାଫଳରେ ସେମାନେ ଶକ୍ତି ପାଇଥାନ୍ତି ଏବଂ ସେମାନଙ୍କୁ କ'ଣ ମାନେ ବୁଲିବାକୁ ଦୌଡ଼ିବାକୁ ଯାହା ତାଙ୍କ ମନ ମଧ୍ୟ କ'ଣ ନା ଶକ୍ତି ମିଳିଥାଏ। ଦେଖନ୍ତୁ ଆପଣଙ୍କ ଘରେ ଗାଈ ବା ଛେଳି ଥିବ, ତ ସେମାନେ କ'ଣ ଖାଇଥାନ୍ତି? କୁକୁର ବି ଥିବ, କାହା ଘରେ ବିଲେଇ ଥିବ, କୁକୁଡ଼ା ନିଶ୍ଚିତ ଭାବରେ ଆପଣ ଦେଖିଥିବେ। ସେମାନେ କ'ଣ ଖାଇଥାନ୍ତି? ତୁମେ ଦେଖିଥିବା ଯେଉଁମାନଙ୍କର ନାମ ଓ ସେମାନେ କ'ଣ ଖାଆନ୍ତି, ତୁମ ଖାତାରେ ଗୋଟେ ସାରଣ କରିକି ଲେଖିବେ ବୋଲି। ଓକେ, ତ ପରବର୍ତ୍ତୀ ସାରଣରେ ଜୀବମାନେ କ'ଣ ସବୁ ଖାଆନ୍ତି ତୁମ ମଧ୍ୟରେ ଆଲୋଚନା କରିକି ଲେଖିବେ। ଆପଣଙ୍କ ଏରିଆରେ ମାନେ ଆପଣଙ୍କ ଘରେ ମଧ୍ୟ ଗାଈ ବା ଛେଳି ଥିବ। ଓକେ, ସେମାନେ କ'ଣ ଖାଇଥାନ୍ତି? ସେମାନେ ଢାଳ, ଛେଳି କ'ଣ ଢାଳ ଖାଇଥାନ୍ତି, ଗାଈ ମଧ୍ୟ ବେଳେବେଳେ ଢାଳ ଖାଇଥାନ୍ତି। ତାପରେ ଗାଈ ଘାସ କାଟି ନଡ଼ା ସବୁ ଖାଇଥାନ୍ତି କି ନାହିଁ? ତ ଏମାନେ ସେମିତି କୁକୁର ବିଲେଇ ଆଉ କ'ଣ କୁକୁଡ଼ା ଏସବୁ ମଧ୍ୟ କ'ଣ କ'ଣ ଖାଇଥାନ୍ତି ଆପଣ ଲେଖିବେ। ଓକେ, ତୁମେ ଦେଖିଥିବ ଝିଅମାନଙ୍କର ନାମ ଆଉ ସେମାନଙ୍କ କ'ଣ ମାନେ ଝିଅମାନଙ୍କର ନାମ ଲେଖିବ। ତୁମେ ଆପଣ ଯେଉଁ ମାନେ ଜୀବ ଦେଖୁଛନ୍ତି ଆପଣଙ୍କ ଏରିଆରେ ଅଛି ତାହା ଲେଖିବେ। ତାପରେ କ'ଣ କ'ଣ ଖାଇଥାନ୍ତି ତାଙ୍କେ ତାହା ଗୋଟେ ଟେବୁଲ କରିକି ଲେଖିବେ। ଓକେ, ଦେଖନ୍ତୁ ଏଠି ଲେଖା ହେଉଛି କେତେଟା ଉଦାହରଣ ଅଛି। ଓକେ, ଦେଖନ୍ତୁ ଜୀବର ନାମ ଦେଇଛି ଉପରେ କ'ଣ ଖାଇଥାନ୍ତି। କୁକୁର କ'ଣ ଖାଇଥାନ୍ତି? କୁକୁର ଗୋଟେ ଜୀବ, କ'ଣ ଖାଇଥାନ୍ତି? ମାଂସ ଖାଇବ। ତାପରେ ଭାତ ମଧ୍ୟ ଖାଉଛି, ରୁଟି, ଦୁଧ ଏସବୁ କିଏ କୁକୁର ଖାଇଥାଏ। ସେମିତି ପାରା କ'ଣ ଖାଇଥାଏ? ଧାନ, ମୁଗ, ବିରି ଏସବୁ ଶସ୍ୟ କ'ଣ ନା ପାରା ଖାଇଥାଏ। ସେମିତି ସିଂହ କ'ଣ ଖାଇଥାଏ? ଏଠି ଲେଖିବେ। ମାଛ କ'ଣ ଥାଏ କି ଲେଖିବେ। ବୁଢ଼ିଆଣୀ କ'ଣ ଖାଇଥାଏ? କାଉ କ'ଣ କହିଥାଏ? ପ୍ରଜାପତି, ମହୁମାଛି, ମାଛି, ମଶା, ଟେକୁଆ ଏସବୁମାନଙ୍କର ମଧ୍ୟ କ'ଣ ସାରଣୀ ପୂରଣ କରିବେ ଆପଣ। ଓକେ, ଦେଖନ୍ତୁ ଆଉ କ'ଣ ଦେଇଛି ବୋଲେ ଦେଖନ୍ତୁ ଆପଣ 1.8 ଏଇ ଯେଉଁ ଟେବୁଲରେ କେଉଁମାନେ କେବଳ ପ୍ରାଣୀଜାତ ଖାଦ୍ୟ, କେଉଁମାନେ କେବଳ ଉଦ୍ଭିଦ ଜାତ ଖାଦ୍ୟ, କେଉଁମାନେ ଉପରୋକ୍ତ ଖାଦ୍ୟ ଖାଇଥାନ୍ତି ଆଲୋଚନା କର। ଓକେ, ତୁମେ ଜାଣିଲ ପ୍ରତ୍ୟେକ ପ୍ରାଣୀ ଖାଦ୍ୟ ଖାଆନ୍ତି। ଆମେ ଜାଣିଲେ କ'ଣ ନା ପ୍ରତ୍ୟେକ ପ୍ରାଣୀ କ'ଣ ଖାଦ୍ୟ ଖାଇଥାନ୍ତି। ଓକେ, ଟିକେ ପିଲେ ଟିକେ
ତ ଆମେ ଜାଣିଲେ କ'ଣ ନା ତୁମେ ଜାଣିଲ ନା ପ୍ରତ୍ୟେକ ପ୍ରାଣୀ କ'ଣ ଖାଦ୍ୟ ଖାଇଥାନ୍ତି, ହଁ ନା ନାହିଁ? ନା ଆଉ କେତେକ ଜୀବ କେବଳ ପ୍ରାଣୀ ବା ପ୍ରାଣୀଜାତ ଖାଦ୍ୟ, ଆଉ କେତେକ ଅଛନ୍ତି ଯେଉଁମାନେ କ'ଣ ନା ପ୍ରାଣୀକୁ ମଧ୍ୟ ଖାଇଥାନ୍ତି। ହଁ, ଗୋଟେ କେବଳ କେତେ ଜୀବ ଅଛନ୍ତି କ'ଣ ପ୍ରାଣୀକୁ ମଧ୍ୟ ଖାଇଥାନ୍ତି ତାଙ୍କେ, ଆଉ କେତେକ ଜୀବ କେବଳ ଉଦ୍ଭିଦକୁ ମଧ୍ୟ ଖାଇଥାନ୍ତି, ଉଦ୍ଭିଦ ଜାତ ପଦାର୍ଥକୁ, ଆଉ କେତେକ ଅଛନ୍ତି ଉଭୟକୁ ପ୍ରାଣୀକୁ ମଧ୍ୟ ଖାଇଥାନ୍ତି ଆଉ ଉଦ୍ଭିଦକୁ ଖାଇଥାନ୍ତି। ଓକେ, ଦେଖିବା କ'ଣ ସେଇଟା ଦେଖନ୍ତୁ। ଖାଦ୍ୟ ଖାଇବାକୁ ଆଧାର କରି ପ୍ରାଣୀମାନଙ୍କୁ 3ଟି ଭାଗରେ ବିଭକ୍ତ କରାଯାଇଥିଲା। ଏ ଖାଦ୍ୟ ଖାଇବା ମାନେ ଖାଦ୍ୟ ଯେଉଁ ଖାଉଛନ୍ତି ନା ତାକୁ ଆଧାର କରିକି, ଯେମିତି ଯେଉଁମାନେ କେବଳ ଉଦ୍ଭିଦ ବା ଉଦ୍ଭିଦଜାତ ପଦାର୍ଥ ସେମାନଙ୍କୁ ଶାକାହାରୀ କୁହାଯାଏ। ଯେଉଁମାନେ କ'ଣ ନା ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି ସେମାନଙ୍କୁ ମାଂସାଶୀ। ଓକେ, ଆଉ ଯେଉଁମାନେ ଉଭୟ ଖାଆନ୍ତି ତାକୁ ସର୍ବାହାରୀ କୁହନ୍ତି। ବୁଝିପାରିଲେ? ଗୋଟେ ଦେଖନ୍ତୁ ପିଲେ, ଶାକାହାରୀ କାହାକୁ କୁହାଯାଏ ନା ଯେଉଁମାନେ କେବଳ ଉଦ୍ଭିଦ ମାନେ ଯେଉଁଠି ଗଛ ଲତା ଡାଳ ଏସବୁ ଉଦ୍ଭିଦଜାତ ପଦାର୍ଥ ଖାଇଥାନ୍ତି ତାକୁ କୁହାଯାଏ, ମାନେ ସେମାନଙ୍କୁ ଶାକାହାରୀ ବୋଲି କୁହାଯାଏ। ଆଉ ମାଂସାଶୀ ମାନେ ସରଳ ଭାଷାରେ କହିଲେ ଯେଉଁମାନେ କି ମାଂସ ଖାଇଥାନ୍ତି, ଅନ୍ୟ ପ୍ରାଣୀମାନଙ୍କୁ ଖାଇଥାନ୍ତି, ଯେମିତି ମାନେ ଭାଗ ହରିଣ ମାନଙ୍କୁ ଖାଉଛି, ହଁ ନା ନାହିଁ? ସେମିତି ମାନେ ଯେଉଁମାନେ କି ପ୍ରାଣୀମାନଙ୍କୁ ଖାଇଥାନ୍ତି ତାକୁ ମାଂସାଶୀ, ସେମାନଙ୍କୁ ମାଂସାଶୀ ବୋଲି କୁହାଯାଏ। ଆଉ କ'ଣ ଯେଉଁମାନେ କି ଉଭୟ ଖାଆନ୍ତି ମାନେ ଉଦ୍ଭିଦକୁ ମଧ୍ୟ ଖାଇଥାନ୍ତି ପ୍ରାଣୀମାନଙ୍କୁ ମଧ୍ୟ ଖାଇଥାନ୍ତି ତାକୁ ସର୍ବାହାରୀ। ଆମେ ଖାଉଛେ କି ନା ଉଦ୍ଭିଦକୁ ମଧ୍ୟ ମତଲବ ମାନେ ଯେମିତିକି ସଜନା ଏମିତି ଗଛ ପତ୍ର ମଧ୍ୟ ଖାଉଛେ, ଆଉ କେତେକ ଗଛର ପତ୍ର ମଧ୍ୟ ଖାଉଛେ। ପ୍ରାଣୀମାନେ ମାନେ ଯେମିତି ପ୍ରାଣୀକୁ ମଧ୍ୟ ଯେମିତି ଖାଉଛୁ ଆମେ କ'ଣ କୁକୁଡ଼ା ମଧ୍ୟ ଖାଉଛୁ, ହଁ ସେମିତି ଉଭୟ ଖାଉଥିବା ଉଭୟ ଯେଉଁମାନେ ଖାଉଥାନ୍ତି ତାଙ୍କମାନଙ୍କୁ ସର୍ବାହାରୀ ବୋଲି କୁହାଯାଏ। କିନ୍ତୁ ଏଠି ଦିଆଯାଇଛି ଉଦାହରଣ ଭାବରେ ଠେକୁଆ ଗଣରେ ଶାକାହାରୀ। ଏ କେବଳ କ'ଣ ନା ଘାସ ଉଦ୍ଭିଦ ଜାତୀୟ ଏସବୁ ଖାଇଥାନ୍ତି, ସେଥିପାଇଁ ଠେକୁଆ କେଉଁ କ୍ୟାଟେଗୋରୀରେ ଗଲା ନା ଶାକାହାରୀ। ସେମିତି ମାଂସାଶୀ ସିଂହ କେବଳ ମାଂସ ଖାଇଥାଏ, କିନ୍ତୁ ସର୍ବାହାରୀ ମାନେ ସବୁ କୁକୁରକୁ କ'ଣ ନା ସବୁ ଖାଇଥାଏ। ଓକେ, ଉଦ୍ଭିଦକୁ ମଧ୍ୟ ଏବଂ ମାଂସକୁ ମଧ୍ୟ। ଦେଖନ୍ତୁ ତ ପିଲେ ଏଠି ଆପଣ ଦେଖିବେ, ଦେଖନ୍ତୁ ଟମାଟୋ ତାର ଏଇଟା କ୍ୱେଶ୍ଚିନ୍ ଆନ୍ସର୍ ପିଲେ ଆପଣଙ୍କ ପାଇଁ ନେକ୍ସଟ କ୍ଲାସ୍ରୁ ମୁଁ ଆଣିବି, ଏହାର ଗୋଟେ ଭିଡ଼ିଓ ଆଣିବି। ଆଉ ଗୋଟେ ଟିକେ କହିଦେଉଛି, ତ କେଉଁ ଅଂଶ ଖାଇବେ ଆପଣ ଲେଖିବେ। ଟମାଟୋର କେଉଁ ଅଂଶ ଖାଇବେ, କଦଳୀର କେଉଁ ଅଂଶ ଖାଇବେ ଆପଣ ଲେଖିବେ। ତ ପିଲେ ଆଜି ଆମେ 6ଠ ଶ୍ରେଣୀର ବିଜ୍ଞାନ ଯେଉଁଟାକି ଖାଦ୍ୟର ଉତ୍ସ ଥିଲା ପ୍ରଥମ ଅଧ୍ୟାୟ, ଆଜି ଫୁଲ୍ କଭରେଜ କରିଦେଲେ ଆକୁ। ଓକେ, ନେକ୍ସଟ ଭିଡ଼ିଓକୁ ମୁଁ ଏହାର କ୍ୱେଶ୍ଚିନ୍ ଆନ୍ସର୍ ନେଇକି ଆସିବି। ତ ପିଲାମାନେ ତା ପୂର୍ବରୁ ସମସ୍ତେ ଶେଷ ହେଲା, ତାପରେ ସମସ୍ତେ କ'ଣ କରିବେ ନା ଲାଇକ୍ ସେଭ୍ କରିଦିଅନ୍ତୁ ଏବଂ କମେଣ୍ଟ ମଧ୍ୟ କରିଦିଅନ୍ତୁ। ଆମେ ଏଇ ଭିଡ଼ିଓକୁ ଆମେ ଏଥିରେ ଶେଷ କରିଦେବା ପିଲେ। ଜୟ ଜଗନ୍ନାଥ ପିଲାମାନେ, ଜୟ ଜଗନ୍ନାଥରେ ଜୟ ଜଗନ୍ନାଥ।